ଏଠି ଆମେ ଦେଖୁଛୁ ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ମୋ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ଥାଏ। ସଦାପ୍ରଭୁଙ୍କର ଆମେ ଧନ୍ୟବାଦ କରିବା, ଆମ ମୁଖରେ ସଦା ସର୍ବଦା ଅଲ୍ ଟାଇମ୍ ତାହାଙ୍କର ପ୍ରଶଂସା ଥିବା ଦରକାର। ଆଉ ଦୁଇ ପଦରେ ମୋର ପ୍ରାଣ ସଦାପ୍ରଭୁଠାରେ ଦର୍ପ କରିବା। ସଦାପ୍ରଭୁଙ୍କୁ ଜଣେ ପାଇଛି ବା ପ୍ରଭୁଙ୍କୁ ଜଣେ ଗ୍ରହଣ କରିଛି, ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ଗ୍ରହଣ କରିଛି, ସିଏ ପରମେଶ୍ୱରଙ୍କର। ସେଥିପାଇଁ ସିଏ ସେଥିରେ ଦର୍ପ କରିବ ଯେ ମୁଁ ପ୍ରଭୁଙ୍କୁ ପାଇଛି। ଅନ୍ୟାନ୍ୟ କୌଣସି ଦର୍ପ କରିବା ଆବଶ୍ୟକ ନାହିଁ ବା ଗର୍ବ କରିବା ଆବଶ୍ୟକ ନାହିଁ ମୁଖରେ। ତାପରେ ଲେଖା ହେଇଛି ନମ୍ର ଲୋକମାନେ ତାହା ଶୁଣି ଆନନ୍ଦିତ ହେବେ। ନମ୍ର ଲୋକମାନେ ତାହା ଶୁଣିକିରି ଆନନ୍ଦିତ ହେବେ। ପ୍ରଭୁଙ୍କର ପ୍ରଶଂସା ଧନ୍ୟବାଦ। 3 ପଦରେ ଲେଖା ହେଉଛି ଆହେ ମୋ ସଦାପ୍ରଭୁଙ୍କର ମାହାତ୍ମ୍ୟ ପ୍ରକାଶ କର। ଆହେ ମୋ ସଙ୍ଗେ, ଆମ୍ଭମାନଙ୍କ ସଙ୍ଗେ ଏଠି ସାମିଷ୍ଟି ଜଣେ ଗୀତରଚକ କହନ୍ତି, ଇଂଲିଶରେ ସାମିଷ୍ଟି କହନ୍ତି। ଡେଭିଡ୍ କହୁଛନ୍ତି ଆହେ ମୋ ସଙ୍ଗେ ସଦାପ୍ରଭୁଙ୍କ ମାହାତ୍ମ୍ୟ ପ୍ରକାଶ କର। ଆସ, ତାମାନେ ଆସ ଆମମାନେ ପ୍ରଭୁଙ୍କର ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ ଆମମାନେ କ'ଣ କରିବା ନା ପ୍ରକାଶ କରିବା ଦରକାର ରହିଛି। ପ୍ରଭୁଙ୍କର ମାହାତ୍ମ୍ୟ ଆମେ ପ୍ରକାଶ କରିବାର ଆବଶ୍ୟକତା ରହିଛି। ଇଂଲିଶରେ ଲେଖା ହେଉଛି ଯେ ଓ ମ୍ୟାଗ୍ନିଫାଏ ଦ ଲର୍ଡ ୱିଥ୍ ମି ଆଣ୍ଡ ଲେଟ୍ ଅସ୍ ଏକ୍ସଲ୍ଟ ହିଜ୍ ନେମ୍ ଟୁଗେଦର। ଭର୍ସ 4 I sought the Lord and he answered me and delivered me from all my fears। ଏଠି 5 ପଦରେ ଲେଖା ହେଉଛି ଯେ ମୁଁ ସଦାପ୍ରଭୁଙ୍କର ଅନ୍ୱେଷଣ କଲି, ସେ ମୋତେ କ'ଣ କଲେ ନା ସେ ମୋତେ ଉତ୍ତର ଦେଲେ। 5 ପଦରେ 4 ପଦରେ ମୁଁ ସଦାପ୍ରଭୁଙ୍କର ଅନ୍ୱେଷଣ କଲି, ସେ ମୋତେ ଉତ୍ତର ଦେଲେ, ପୁଣି ମୋର ସବୁ ଭୟରୁ ମୋତେ ଉଦ୍ଧାର କରେ। ତ ଆମେ ପ୍ରଭୁଙ୍କର ଅନ୍ୱେଷଣ କରୁ, ସିକିଂ କରୁ, ସେତେବେଳେ ଆମକୁ ପ୍ରଭୁ ଉତ୍ତର ଦିଅନ୍ତି ଏବଂ ସବୁପ୍ରକାର ସମସ୍ୟାରୁ ମଧ୍ୟ ମୁକ୍ତ କରନ୍ତି। ଲେଖା ହେଇଛି କ'ଣ ନା ସେ ସବୁ ଭୟରୁ ମୋତେ ଉଦ୍ଧାର କରନ୍ତି। ସବୁ ପ୍ରକାର ଭୟରୁ ଆମମାନଙ୍କୁ ଉଦ୍ଧାର କରିବେ। 5 ପଦ those who look to him are radiant and their faces shall never be ashamed। Those who are looking to God, they are very radiant, they are very brightness, they are bright their face, ଆଉ their faces shall never be ashamed। ସେମାନଙ୍କର ଫେସ୍ କେବେ ହେଲେ ଲଜ୍ଜା ଅପମାନ ହେବ ନାହିଁ, କାରଣ ସେମାନେ ପ୍ରଭୁଙ୍କୁ ଦେଖୁଛନ୍ତି। The rich poor man cried out, the Lord heard him and saved him out of all। ଗୋଟେ ଗରିବ ଲୋକ ପୁଅର ମ୍ୟାନ୍ ଯେତେବେଳେ ପ୍ରଭୁଙ୍କୁ ଡାକେ, ପ୍ରଭୁ ତାକୁ ଉତ୍ତର ଦିଅନ୍ତି ଏବଂ ସବୁପ୍ରକାର ଭୟରୁ ସବୁପ୍ରକାର ଅସୁବିଧାରୁ ତାକୁ ମୁକ୍ତ କରନ୍ତି। The angel of the Lord encamps around those who fear him and deliver them। those who are fearing God, ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ଚତୁର୍ଦିଗରେ ଉପରେ ତଳେ ସବୁଆଡ଼େ ଦୂତମାନେ କ'ଣ କରନ୍ତି ନା ଏଞ୍ଜେଲ ମାନେ ସରାଉଣ୍ଡେଡ଼ ହେଇକି ସୁରକ୍ଷା ଦିଅନ୍ତି, ସିକ୍ୟୁରିଟି ଦିଅନ୍ତି। ଏଞ୍ଜେଲ ମାନେ ସିକ୍ୟୁରିଟି, ବିଶ୍ୱାସୀମାନଙ୍କର ସିକ୍ୟୁରିଟି, ସେମାନେ ସୁରକ୍ଷା ଦିଅନ୍ତି ବିଶ୍ୱାସୀମାନଙ୍କୁ। ସେଥିପାଇଁ ଆମେ ଚିନ୍ତା କରିବା ଆବଶ୍ୟକ ନାହିଁ। ଭର୍ସ 8 ଓ ଟେଷ୍ଟ ଆଣ୍ଡ ସି ଦ୍ୟାଟ୍ ଦ ଲର୍ଡ ଇଜ୍ ଗୁଡ୍, ବ୍ଲେସେଡ୍ ଇଜ୍ ଦ ମ୍ୟାନ୍ ହୁ ଟେକ୍ସ ରେଫ୍ୟୁଜ୍ ଇନ୍ ହିମ୍। ଓ ଟେଷ୍ଟ ଆଣ୍ଡ, ଯଦି ଆମେ ଟେଷ୍ଟ କରି ଦେଖିବା ଯେ ପ୍ରଭୁ ହେଉଛନ୍ତି ବହୁତ ଭଲ, ଗଡ୍ ଇଜ୍ ଭେରି ଗୁଡ୍। ଓ ଟେଷ୍ଟ ଆଣ୍ଡ ସି ଦ୍ୟାଟ୍ ଦ ଲର୍ଡ ଇଜ୍ ଗୁଡ୍, ବ୍ଲେସେଡ୍ ଇଜ୍ ଦ ମ୍ୟାନ୍ ହୁ ଟେକ୍ ରେଫ୍ୟୁଜ୍ ଇନ୍ ହିମ୍। ଆମେ ଯେତେବେଳେ ଟେଷ୍ଟ କରୁଛୁ ଯେ ପ୍ରଭୁ କେତେ ସୁନ୍ଦର, କେତେ ଭଲ, ଆଉ ଯେଉଁମାନେ ତାଙ୍କ ଉପରେ ଭରସା କରନ୍ତି, ଟ୍ରଷ୍ଟିଂ କରନ୍ତି ବା ନାମ୍ବିକେୟ କରନ୍ତି, ସେମାନେ ଆଶୀର୍ବାଦ ପାଇବେ ବୋଲି ଏଠି ଲେଖା ହେଇଛି। ବ୍ଲେସେଡ୍ ଇଜ୍ ଦ ମ୍ୟାନ୍ ହୁ ଟେକ୍ସ ରେଫ୍ୟୁଜ୍ ଇନ୍ ହିମ୍। ଯେଉଁମାନେ ତାଙ୍କଠାରେ ଶରଣ ନିଅନ୍ତି, ରେଫ୍ୟୁଜ୍ ମାନେ ତାଙ୍କଠାରେ ଶରଣ ନେଇଯାଆନ୍ତି, ସରେଣ୍ଡର ହେଇଯାଆନ୍ତି, ସେମାନେ ଆଶୀର୍ବାଦ ପାଇବେ। ଭର୍ସ 9 ହେ ତାହାଙ୍କର ସଦ୍ଭକ୍ତ ମାନେ ସଦାପ୍ରଭୁଙ୍କୁ ଭୟ କର, କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି ସେମାନଙ୍କର କୌଣସି ଅଭାବ ହେବ ନାହିଁ। ଭର୍ସ 9ରେ ଏଠି ଲେଖା ଅଛି ଓ ଫିଅର୍ ଦ ଲର୍ଡ ୟୁ ହିଜ୍ ସେଣ୍ଟସ୍, ଫର୍ ଦୋଜ୍ ହୁ ଫିଅର୍ ହିମ୍ ୟୁ ହାଭ୍ नो lack।
हे मोर साधु माने हे मोर विश्वासी माने फियर द लॉर्ड, ओ फियर द लॉर्ड, प्रभु भय कर, यू हिज सेंट्स, तुम्हें तांकर साधु माने भय कर, प्रभु को भय कर। और दो जो फियर, जो माने प्रभु को भय करती तांकर कौनसी विषय अभाव हो ना। इंग्लिश रे लिखा होची फॉर दोज हू फियर हिम हैव नो लैक, कौनसी विषय अभाव हम ना। वर्ष 10 पढ़ी आम शेष करवा। द यंग लायन सफर वांट एंड हंगर बट दोज हू सीक द लॉर्ड लैक नो गुड थिंग्स। यंग लायन युवा सिंह भोकिला सेणे तेणे दरांडी हम दुख पाइब, किंतु जो मैंने प्रभु को भय करती, प्रभु को सिकिंग करती, अनुसरण करती, से कौनसी विषय अभाव। प्रभु आमको ये पठित वाक्य द्वारा आज आशीर्वाद दियंतु। आसतु आम प्रार्थना करिया।